ପିଲାମାନେ ଆଜି ଆଲୋଚନା କରିବା ବେନ୍ ଜନସନଙ୍କ ବିଷୟରେ ପୁରା ଫୁଲ୍ ଅଲ୍ ଡିଟେଲ୍ସ। ଭିଡ଼ିଓଟା ଟିକେ ଲମ୍ବା ହେଇପାରେ ତଥାପି ମନ ଦେଇକି ଶୁଣିବ। ବହୁତ ଇମ୍ପୋର୍ଟାଣ୍ଟ ବେନ୍ ଜନସନ ଇଂଲିଶ ଲିଟରେଚରରେ। ଏଲିଜାବେଥନ୍ ଏଜ୍ରେ ୱିଲିୟମ୍ ସେକ୍ସପିୟର ତ ଆମେ ଜାଣିଛନ୍ତି ଗ୍ରେଟ୍। ଯଦିବା ୱିଲିୟମ୍ ସେକ୍ସପିୟରଙ୍କୁ ଜଣେ କିଏ ଟକ୍କର ଦେଉଥାଏ ସେ ସମୟରେ ସେ ହେଉଛନ୍ତି ୱାନ୍ ଆଣ୍ଡ ଓନ୍ଲି ବେନ୍ ଜନସନ। ତାଙ୍କର ସମକକ୍ଷ ଅବଶ୍ୟ ନ ହେଇପାରନ୍ତି କିନ୍ତୁ ଜଣେ ଉଚ୍ଚକୋଟୀର ନାଟ୍ୟକାର ବେନ୍ ଜନସନ। 1572 କିମ୍ବା 73ରେ ତାଙ୍କର ଜନ୍ମ। ତାଙ୍କ ଜନ୍ମର ମାସକ ପୂର୍ବରୁ ତାଙ୍କ ପିତାଙ୍କର ମୃତ୍ୟୁ ଘଟିଥିଲା। ୱେଷ୍ଟମିନିଷ୍ଟର ସ୍କୁଲରେ କିଛି କାଳ ସେ ଅଧ୍ୟୟନ କରିଥିଲେ କିନ୍ତୁ ପରେ ପରେ ତାଙ୍କର ଷ୍ଟେପ୍ ଫାଦର, ଯେହେତୁ ମାତା ଅନ୍ୟତ୍ର ବିବାହ କରିଥିଲେ, ଷ୍ଟେପ୍ ଫାଦରଙ୍କ ଗୋଟେ ଇଟା ତିଆରି କାରଖାନା ଥିଲା, ସେଥିରେ ସେ କାମ କରିଥିଲେ। ତା ଛଡ଼ା ସେ କିଛି ଦିନ ସେନାବାହିନୀରେ ମଧ୍ୟ କାର୍ଯ୍ୟରତ ଥିଲେ। 1594ରେ ବିବାହ। 1597 ବେଳକୁ ଅଭିନୟ ଓ ନାଟ୍ୟ ରଚନାରେ ସେ ଆତ୍ମନିବେଶ କରିଥିଲେ। ଦ ଆଇଲ୍ ଅଫ୍ ଡଗ୍ସ ନାମକ ଗୋଟିଏ କମେଡ଼ି ବ୍ୟଙ୍ଗାତ୍ମକ ରଚନାରେ ସେ ଅଂଶଗ୍ରହଣ କରିଥିଲେ ଓ ଇଷ୍ଟୱାର୍ଡ଼ ହୋଲ୍ ନାଟକ ପାଇଁ ସେ ଜେଲ୍ ମଧ୍ୟ ଯାଇଥିଲେ। ଜଣେ ସହକର୍ମୀ ଅଭିନେତାଙ୍କୁ ହତ୍ୟା କରି ଧର୍ମଯାଜକର ପୁତ୍ର ହିସାବରେ ଫାଶୀ ମୁହଁରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଦୁର୍ଯୋଗକୁ ସେ ସାହିତ୍ୟିକ ହିସାବରେ ପାଉଥିବା ଯେଉଁ ରାଜାଙ୍କ ଠାରୁ ପୃଷ୍ଠପୋଷକତା, ଦ୍ୟାଟ୍ ମିନ୍ସ କିଛି ଆମାଉଣ୍ଟ, ସମ୍ ଆମାଉଣ୍ଟ, ସେଥିରୁ ମଧ୍ୟ ସେ ତାଙ୍କୁ ବଞ୍ଚିତ କରାଯାଇଥିଲା। କିନ୍ତୁ ଦୁର୍ବଳ ସ୍ୱାସ୍ଥ୍ୟ, ପ୍ରତିପକ୍ଷଙ୍କ କଟୁ ସମାଲୋଚନା ଓ ଆର୍ଥିକ ଋଣଭାର ସତ୍ତ୍ୱେ ବେନ୍ ଜନସନ ତାଙ୍କର ସାହିତ୍ୟ ସାଧନା ଅବ୍ୟାହତ ରଖିଥିଲେ। ଡିଫରେନ୍ସ ବିଟୱିନ୍ ବେନ୍ ଜନସନ ଆଣ୍ଡ ୱିଲିୟମ୍ ସେକ୍ସପିୟର। ସୋ ଫାର ଡିଫରେନ୍ସ, ଅପୋଜିଟ୍। କ'ଣ ଅପୋଜିଟ୍? ନା ସେକ୍ସପିୟରଙ୍କର ନାଟ୍ୟ ଆଦର୍ଶ ଦୃଷ୍ଟିଭଙ୍ଗୀ ବେନ୍ ଜନସନଙ୍କର ସମ୍ପୂର୍ଣ୍ଣ ଅଲଗା। ସେକ୍ସପିୟର ନାଟ୍ୟ ରଚନା କ୍ଷେତ୍ରରେ ପ୍ରଚଳିତ ଧାରାର ଅନୁସରଣ କରିଥିଲେ, ଯାହା ଚାଲିଛି ବର୍ତ୍ତମାନ ସିଚୁଏସନ୍, ଯାହା ଘଟୁଛି ସମାଜରେ, ସଂସାରରେ। ବଟ୍ ବେନ୍ ଜନସନ ଗ୍ରୀକ୍ ଆଉ ଲାଟିନ୍ର ନାଟ୍ୟ ତତ୍ତ୍ୱକୁ ଅନୁସରଣ କରି ତାର ଅତି ଦୃଢ଼ତାର ସହିତ ପ୍ରଚଳିତ ଧାରାର ବିରୋଧ କରିଥିଲେ। ଓଲଟା ଇଏ ପ୍ରଚଳିତ ଧାରାରେ ମାନେ ଯାହା ବର୍ତ୍ତମାନ ସମାଜରେ ଚାଲିଛି ସେ ସମୟ ଚାଲିଥିଲା, କିନ୍ତୁ ବେନ୍ ଜନସନ ପୁରାତନ ଗ୍ରୀକ୍ ଆଉ ଲାଟିନ୍ର ନାଟ୍ୟ ତତ୍ତ୍ୱକୁ ଅନୁସରଣ କରିକି ଲେଖୁଥିଲେ, ତାଙ୍କୁ ଚ୍ୟାଲେଞ୍ଜ କରୁଥିଲେ। ପ୍ରଚଳିତ ରଙ୍ଗମଞ୍ଚର ଅବସ୍ଥା ଓ ଦର୍ଶକଙ୍କ ରୁଚି ସହିତ ସେକ୍ସପିୟର ସାଲିସ କରିଥିଲେ, କିନ୍ତୁ ବେନ୍ ଜନସନ ସେଥିପ୍ରତି ଭ୍ରୂକ୍ଷେପ କରିନଥିଲେ। ସେକ୍ସପିୟର ନାଟକର କଥାବସ୍ତୁ ପାଇଁ ଇତିହାସ ଓ ଜନଶ୍ରୁତି ଉପରେ ନିର୍ଭର କରୁଥିଲା ବେଳେ ବେନ୍ ଜନସନ ସମସାମୟିକ ଜୀବନର ଚିତ୍ର ଆଙ୍କିବାର ପ୍ରୟାସ କରିଥିଲେ। ଏ ଦିଗରେ ସେ ସେକ୍ସପିୟରଙ୍କ ଠାରୁ ଥିଲେ ଅଧିକ ମୌଳିକ। ବେନ୍ ଜନସନ ବହୁଶାସ୍ତ୍ର ଅଧ୍ୟୟନ କରିଥିଲେ, କାହିଁକିନା ତାଙ୍କ ନାଟକରୁ ତାଙ୍କର ପାଣ୍ଡିତ୍ୟର ପରିଚୟ ମିଳେ। ପଢ଼ିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଗ୍ରନ୍ଥର ବିଶିଷ୍ଟ ଅଂଶ ସେ ନିଜ ଡାଏରୀରେ ଟିପିକି ରଖୁଥିଲେ। ନାଟକ ଲେଖିବା ସମୟରେ ଆବଶ୍ୟକ ସ୍ଥଳରେ ତାହାର ବିନିଯୋଗ ମଧ୍ୟ କରୁଥିଲେ। ସେ ଯେଉଁ ପ୍ରାଚୀନ ବିଷୟରେ ଅବତାରଣା କରନ୍ତି ତାହା ତଥ୍ୟନିଷ୍ଠ, ପୁରା ପ୍ରୁଫ୍ ସହିତ। ସେହିପରି ସମସାମୟିକ ସମାଜର ଚିତ୍ର ମଧ୍ୟ ଦେଲାବେଳେ ତାଙ୍କର ଦୃଷ୍ଟିଭଙ୍ଗୀ ମଧ୍ୟ ବାସ୍ତବ ଧର୍ମୀ। ସେକ୍ସପିୟର ରୋମ୍ ନଗରୀର କଥା କହିବାକୁ ଯାଇ କ'ଣ ଦେଖାନ୍ତି? ଲଣ୍ଡନ ଦେଖାନ୍ତି, କିନ୍ତୁ ବେନ୍ ଜନସନ ରୋମ୍ କହିଛି ମାନେ ରୋମ୍ ଦେଖେଇବି। ଓକେ। ତା ଛଡ଼ା ସେକ୍ସପିୟରଙ୍କର ଯେଉଁ କ୍ରାଇମ୍, ଏ ଯେଉଁ ନାଟକ ପ୍ରତି ସେ ବହୁତ ଥିଲେ, ତାଙ୍କୁ ଭଲ ଲାଗୁନଥିଲା। ସାଧାରଣ ମଣିଷ ଚିତ୍ରର ଦୋଷ ଦୁର୍ବଳତାକୁ ନେଇ ତାକୁ ହାସ୍ୟରସ ସୃଷ୍ଟି କରିବା ବା ବ୍ୟଙ୍ଗ କରିବା ଥିଲା ବେନ୍ ଜନସନଙ୍କର ନାଟକର ମୁଖ୍ୟ ଉଦ୍ଦେଶ୍ୟ। ସେକ୍ସପିୟରଙ୍କର ଯେଉଁ କମେଡ଼ିର ଯେଉଁ କଳ୍ପନା
बा रोमांस को मध्य से निज कॉमेडी रे बा नाटक रे प्रसर देई नथिले के बेन जॉनसन सब टकर बेन शेक्सपियर सहित कहीं कौन पर कॉमेडी को सी ना कॉमेडी गुड़िक मनुष्यर गोटे जोटा आम कहती झुंक प्रवणता बा ह्यूमर को बेस करके लिखित प्रत्येक मनीष गोटे गोटे ह्यूमर द्वारा नियंत्रित बोली मध्ययुग यूरोपर लोकंकर विश्वास थिला। यही जो ह्यूमर मुख्यतः 4 प्रकार विषर्णता जड़ता क्रोध और आशा। बेन जॉनसन यह सहित अन्य केतोटी ह्यूमर मध्य जोग करिसेंती। ह्यूमर अधिक घटिले मनुष्य हास्यास्पद हुए बेजित हुए यही विश्वास उपर बेन जॉनसन जो नाटकीय कैरेक्टर गुड़िक आधारित। एथिपाई नाटक गुड़ी को कौन कह जाए ना कॉमेडी ऑफ ह्यूमर कह जाए किंतु मनुष्यर यही ह्यूमर तांको नाटक रे माने अति रंजित। बेन जॉनसन जो नाटक गुड़िकर चरित्र गुड़िक मूल शेष पर्यंत एकापरी प्राय सेम कहीं बेन जॉनसन चरित्र गुड़िकर पूर्णांग स्वरूप देखा मिले ना। नाटकर उद्देश्य दृष्टि चरित्र गोटे गोटे दिग उपर गुरुत्व आरोप कराई उक्त नाटक प्रकृत मनीष को खोजी पाइबा कष्टकर जिते गुड़ा बेन जॉनसन नाटक अच्छी। तेणु जो ह्यूमर नाटक भाव में एव्री मैन इन हिज ह्यूमर तांकर प्रथम सफल प्रयास यह लंडन जीवन उपर आधारित। नेक्स्ट आसिला कॉमेडी एव्री मैन आउट ऑफ हिज ह्यूमर यही कैटेगोरी तेणु यह व्यतीत जॉनसन आउ केतोटी कॉमेडी मध्य रचना करिसेंती जोटा फर्स्ट सेमिस्टर रे पढ़ा होउची भलपने बा द फॉक्स जोटा कहूचे 1606 रे तापरे द अल्केमिस्ट 1610 बार्थलोम्यू फायर 1614 एभला किसी से रचना कर कॉमेडी व्यतीत बेन जॉनसन सेजानस और कैटलिन नामक 2टी ट्राजेडी से लिखिं। 2टी जाक रोमान कथावस्तु उपर आधारित ऐतिहासिक नाटक भाव में सेजानस तांकर अपूर्व कृति इतिहासर कथा वस्तु को अपरिवर्तित रखी यही प्रभावशाली नाटक रचना क्षेत्र में यह आदर्श स्थानीय। यह सत बहु क्वालिटी सत्वे बेन जॉनसन को नाटक केतक त्रुटि परिलक्षित हुए। शेक्सपियर नाटकर प्राण प्राचुर्य ताक नाटक नहीं कहीं कल्पना जो कल्पना राइज आम कहते कल्पना रंग देवा अपेक्षा से तथ्य परिवेशन को अधिक गुरुत्व देते। नाट्यकला शेक्सपियर स्वभावगत शेक्सपियर किंतु बेन जॉनसन चेष्टा करिसेंती जदिओ किछि मात्रा रे से सफल होइचंती शेक्सपियर सहित कड़ा टक्कर देइचंती किंतु प्राय क्षेत्र रे मोस्ट ऑफ 60-40 कह बोले 40 सफल 60 असफल से जाहु से जड़े ए ग्रेट ड्रामाटिस्ट एथरे कौनसी अत्युक्ति नहीं। एवं शेष 1637 रे तांकर मृत्यु घटीथिला एवं सबुठ बड़ कथा मन रख पिला माने तांकु सम्मानर सहित तांकर शुद्धक्रिया कराइथिला तांकर समाधि कराइथिला बहुत सम्मानर सहित। आज पई एतिकी पुणी देखा नेक्स्ट क्लास रे रहुची। हैव ए गुड डे।